ଓମ୍ ଶାନ୍ତି। ସର୍ବାତ୍ମାଙ୍କର ପିତା ପରମାତ୍ମା ଧର୍ମରାଜ ନିରାକାର ଶିବ ଭଗବାନଙ୍କର ସତ୍ୟ ଧର୍ମସ୍ଥାପନା ଅର୍ଥାତ୍ ସତୋପ୍ରଧାନ ସତ୍ୟଯୁଗୀ ଦୁନିଆ ସ୍ଥାପନ କାର୍ଯ୍ୟରେ ସହଯୋଗୀ ହେବାର ପ୍ରତିଜ୍ଞା କରିଥିବା ମହାନ ଆତ୍ମାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ଭଗବାନ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ଯଦି ସତ୍ୟଯୁଗୀ ସ୍ୱର୍ଗରାଜ୍ୟର ମାଲିକ ହେବାକୁ ଚାହୁଁଛ, ତେବେ ଏହି ଶ୍ରେଷ୍ଠ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ମୋ ପାଖରେ ପ୍ରତିଜ୍ଞା କର ଯେ ଶିବ ବାବା, ମୁଁ ପବିତ୍ର ହୋଇ ଆପଣଙ୍କର ସହଯୋଗୀ ନିଶ୍ଚିନ୍ତ ହେବି। ଆପଣଙ୍କର ସୁପୁତ୍ର ସନ୍ତାନ ହୋଇ ଦେଖେଇଦେବି। କୁପୁତ୍ର ହେବି ନାହିଁ, ଅର୍ଥାତ୍ ଆପଣଙ୍କର ହୋଇ କେବେ ବି ଆପଣଙ୍କର ନିନ୍ଦା କରାଇବି ନାହିଁ। ଗୋଟିଏ ଉପାଦେୟ କାହାଣୀରୁ ଆଜିର ଆଲୋଚନାକୁ ଆମେ ଆଗକୁ ବଢ଼େଇବା। ଗୋଟିଏ ରାଜ୍ୟରେ ଜଣେ ରାଜା ସୁଶାସନ କରି ପ୍ରସିଦ୍ଧି ଲାଭ କରିଥାନ୍ତି। ଆବଶ୍ୟକ ସ୍ଥଳେ ପ୍ରଜାମାନଙ୍କ କଲ୍ୟାଣ ପାଇଁ ନିଜର ସୁଖ ସୁବିଧାକୁ ମଧ୍ୟ ଜଳାଞ୍ଜଳି ଦେଇଦେବା ପାଇଁ କୁଣ୍ଠାବୋଧ କରୁନଥାନ୍ତି। ଯେପରି ସ୍ନେହୀ ପ୍ରଜାବତ୍ସଳ, ସେହିପରି ବିଚାରରେ ମଧ୍ୟ ସମ୍ପୂର୍ଣ୍ଣ ନିରପେକ୍ଷ, ଶାସନରେ କଠୋର। ଦୋଷୀ କେହି ବି ହେଇଥାନ୍ତୁ, ଦଣ୍ଡ କିନ୍ତୁ କାହା ପ୍ରତି ପକ୍ଷପାତୀ ନୁହେଁ। ଥରେ ରାଜକୁମାର ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବନପ୍ରାନ୍ତରେ ଯାଇଥାନ୍ତି ବୁଲିବା ପାଇଁ। ଦେଖିଲେ କୁଟୀରଟିଏ, ସୁନ୍ଦର ଫଳ ଫୁଲରେ ଭର୍ତ୍ତି ବଗିଚାଟିଏ। ଉତ୍ସୁକତାବଶତଃ ଦୁଇ ଜଣ ବଗିଚାରେ ପ୍ରବେଶ କଲେ ଏବଂ କିଛି ଫଳ ଛିଣ୍ଡେଇ ଖାଇବା ସହିତ ଆଉ କିଛି ସୁନ୍ଦର ସୁନ୍ଦର ଫୁଲ ମଧ୍ୟ ଛିଣ୍ଡେଇଲେ। ଏହି ସମୟରେ କୁଟୀରରେ ବାସ କରୁଥିବା ମୁନି ତାଙ୍କର ଶିଷ୍ୟମାନଙ୍କ ସହିତ କୁଟୀରକୁ ଫେରିଲେ ଏବଂ ଅପରିଚିତ ଯୁବକ ଦ୍ୱୟଙ୍କୁ ଦେଖି କହିଲେ, ତୁମେମାନେ କିଏ ଏବଂ ଏଇ କୁଟୀରର ବଗିଚାରୁ ଏପରି ଫଳ ଫୁଲ ତୋଳି ବଗିଚାକୁ ସୌନ୍ଦର୍ଯ୍ୟହୀନ କରି ପକାଇଲ? ଏହା ଶୁଣି ରାଜକୁମାର ନିଜର ପରିଚୟ ଦେଇ କହିଲେ, ଇଏ ସମସ୍ତ ମୋ ପିତାଙ୍କର ଅଧୀନ, ତେଣୁ ମୋତେ କାହାର ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ମୋର ଦରକାର ମୁତାବକ ମୁଁ ଏବଂ ମୋର ସାଙ୍ଗ ଫଳ ଫୁଲ ତୋଳିଛୁ। ଏହା କହି ସେମାନେ ସେଠାରୁ ଚାଲିଗଲେ। ପରଦିନ ମୁନି ତାଙ୍କର ଜଣେ ଶିଷ୍ୟଙ୍କୁ ରାଜାଙ୍କ ପାଖକୁ ପଠେଇଲେ। ରାଜା ତାଙ୍କଠାରୁ ସବୁ ଶୁଣିସାରି ରାଜକୁମାର ଏବଂ ତାଙ୍କର ବନ୍ଧୁଙ୍କୁ ଡକେଇଲେ। ଏହାର ନ୍ୟାୟ ଶୁଣାଇ କହିଲେ, ତୁମେ ଦୁଇଜଣ ଏହି କ୍ଷଣି ମୁନିଙ୍କର ଏହି ଶିଷ୍ୟଙ୍କ ସହିତ ତାଙ୍କ କୁଟୀରକୁ ଯାଇ ତାଙ୍କ ବଗିଚାର କାର୍ଯ୍ୟ କରିବ ମାଳି ସଦୃଶ। ମୁନି ଯାହା ଖାଇବାକୁ ଦେବେ ତାହା ହିଁ ଖାଇବ ଏବଂ ତାଙ୍କର ଆଦେଶ ମାନି ସେଠାରେ ଚଳିବ। ଯେ ପର୍ଯ୍ୟନ୍ତ ମୁନି ନ କହିଛନ୍ତି, ସେତେଦିନ ପର୍ଯ୍ୟନ୍ତ ତୁମେ ସେହିଠାରେ ବଗିଚାର କାର୍ଯ୍ୟରେ ନିୟୋଜିତ ରହିବ। ଏହା ତୁମ ପାଇଁ ରାଜାଙ୍କର ଦଣ୍ଡବିଧାନ। ସେଇଆ ହିଁ ହେଲା। ସେମାନେ ମୁନି ଆଶ୍ରମକୁ ଗଲେ ଏବଂ ସେ ବଗିଚାର କାର୍ଯ୍ୟରେ ଲାଗିଲେ।
ମୁନିବର ସେମାନଙ୍କୁ ପ୍ରତ୍ୟହ ଅନୁଧ୍ୟାନ କରୁଥାନ୍ତି ଏବଂ ନୀତି ଶିକ୍ଷା ମଧ୍ୟ ପ୍ରଦାନ କରୁଥାନ୍ତି। ଅଳ୍ପ ଦିନରେ ରାଜକୁମାର ଏବଂ ତାଙ୍କର ସାଙ୍ଗଙ୍କର ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଲା। ସେମାନେ ମୁନିଙ୍କୁ କହିଲେ, ମୁନିବର, ଆମେ ପଢ଼ିଥିଲୁ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆମକୁ ଦଣ୍ଡ ସ୍ୱରୂପ ଏଠାରେ ରହିବାର ସୁଯୋଗ ମିଳିବାରୁ ଆମେ ଆପଣଙ୍କ ଠାରୁ ଜୀବନ ଦର୍ଶନର ଅନେକ କଥା ଶିଖିବାକୁ ପାଇଲୁ। ଆମ ଜୀବନ ଧନ୍ୟ ହୋଇଗଲା। ମୁନି ସେମାନଙ୍କୁ ଆଶୀର୍ବାଦ ଦେଇ ବିଦାୟ ଦେଲେ। ରାଜା ନ୍ୟାୟବନ୍ତ, ତେଣୁ ନିଜ ପୁଅକୁ ମଧ୍ୟ ଦୋଷ ପାଇଁ କ୍ଷମା ନ କରି ଦଣ୍ଡବିଧାନ କଲେ। ସେହିପରି ଧର୍ମରାଜ ହେଉଛନ୍ତି ସ୍ୱୟଂ ନିରାକାର ଭଗବାନ, ସାରା ବିଶ୍ୱକୁ ସଜାଡ଼ିଲା ବାଲା। ଯିଏ ଯେପରି କର୍ମ କରୁଛନ୍ତି ସେହି ଅନୁସାରେ ତ ଏହିଠାରେ ଫଳପ୍ରାପ୍ତ କରୁଛନ୍ତି। ପରନ୍ତୁ ଅନ୍ତିମ ବିନାଶ ସମୟରେ ଧର୍ମରାଜଙ୍କର ଦରବାର ଲାଗିବ। ସମସ୍ତଙ୍କ ହିସାବ କିତାବକୁ ଚୁକ୍ତ କରାଯିବ। ବିଶେଷ କରି ଶେଷରେ ସେହିମାନଙ୍କ ପାଇଁ ଦରବାର ବସିବ ଯେଉଁମାନେ କ୍ରୋଧରେ ଆସି ବମ୍, ମିସାଇଲ୍ ଆଦି ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ମାରି ଦେଉଛନ୍ତି। ସେମାନଙ୍କ ଉପରେ କେସ୍ କିଏ କରିବ? ସେଇଥିପାଇଁ ଶେଷ ସମୟରେ ସେହିମାନଙ୍କ ପାଇଁ ଧର୍ମରାଜଙ୍କର ଅଦାଲତ ବସିବ। ସମସ୍ତେ ନିଜ ନିଜର ହିସାବ କିତାବକୁ ଚୁକ୍ତ କରି ଘରକୁ ଫେରିବେ। ଆଉ ଯେଉଁମାନେ ଏହି ପୁରୁଣା ଦୁନିଆରେ ରହି ମଧ୍ୟ ଏଥିପ୍ରତି ମନ ଲଗାଉ ନଥିବେ, ତାଙ୍କର ବୁଦ୍ଧିରେ ରହୁଥିବ ଯେ ଏବେ ମୋତେ ନୂଆ ଦୁନିଆକୁ ଯିବାକୁ ହେବ, ସେଥିପାଇଁ ପବିତ୍ର ନିଶ୍ଚିନ୍ତ ରହିବାକୁ ହେବ ଏବଂ ମୋ ସହିତ ବୁଦ୍ଧିର ଯୋଗକୁ ନିରନ୍ତର ଲଗାଇ ରଖିବ। ମୋ ପ୍ରଦତ୍ତ ଜ୍ଞାନକୁ ଧାରଣ କରି ଅନ୍ୟକୁ ମଧ୍ୟ ଧାରଣା କରେଇବ। ସେହିମାନେ ହିଁ ବିଷ୍ଣୁପୁରୀ ଅର୍ଥାତ୍ ସତ୍ୟ ଯୁଗକୁ ଯିବାର ଯୋଗ୍ୟତା ହାସଲ କରିପାରିବ। ମୁଁ ଆସିଛି ତୁମ ସନ୍ତାନମାନଙ୍କୁ ପାଠ ପଢ଼ାଇ ବିଷ୍ଣୁପୁରୀର ମାଲିକ କରାଇବା ପାଇଁ। ତୁମେ ଏହି ଜନ୍ମରେ ପାଠ ପଢ଼ୁଛ, ଆର ଜନ୍ମରେ ପଦପ୍ରାପ୍ତ କରୁଛ। ବାବା କହୁଛନ୍ତି, ଏବେ ସମୟ ବହୁତ କମ୍ ଅଛି, ସେଥିପାଇଁ କଣ୍ଟାରୁ ଫୁଲ ହୋଇ ସମସ୍ତଙ୍କୁ ଫୁଲ ସଦୃଶ କରିବାକୁ ହେବ। ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ବତେଇବାକୁ ହେବ। ସର୍ବଦା ଆତ୍ମିକ ଯାତ୍ରାରେ ନିଜେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏହି ଆତ୍ମିକ ଯାତ୍ରା କରେଇବା ଦରକାର। ଉଦାରଚିତ ହୋଇ ଅସରନ୍ତି ଭଣ୍ଡାର ଦ୍ୱାରା ସମସ୍ତଙ୍କୁ ଭରପୁର କରୁଥିବା ମାଷ୍ଟର ଦାତା ହୁଅ। ଯେହେତୁ ତୁମେ ଦାତାଙ୍କର ସନ୍ତାନ, ତେଣୁ କାହାଠାରୁ କିଛି ଗ୍ରହଣ କଲେ ଯାଇ ଦାନ କରିବ, ଏହା ନୁହେଁ। ଦାନ କରିଚାଲ ଖୋଲା ହୃଦୟରେ। କାରଣ ବର୍ତ୍ତମାନ ସମାଜରେ ଶାନ୍ତି, ସ୍ନେହ, ଆନନ୍ଦ, ପ୍ରେମ ଏହା ଘୋର ଅଭାବ ପରିଲକ୍ଷିତ ହୁଏ। ଏହିସବୁ ଜିନିଷକୁ ପାଇବା ପାଇଁ, ଏହି ଶକ୍ତିକୁ ପାଇବା ପାଇଁ ମାନବ ସମାଜ ଆଜି ବ୍ୟତିବ୍ୟସ୍ତ, ଚାତକ ସଦୃଶ। ଯାହାକୁ ଯେତେବେଳେ ଯେଉଁ ଶକ୍ତିର ଆବଶ୍ୟକ, ଶାନ୍ତି, ସ୍ନେହ ଆଦି, ସେମାନଙ୍କୁ ଯେତେ ଦେଇ ଚାଲିବ ସେତେ ବଢ଼ି ବଢ଼ି ଚାଲିବ। ନିଜର ମନୋବୃତ୍ତିକୁ
ଏତେ ଶକ୍ତିଶାଳୀ କର ଯାହାକି ଖରାପ ମଧ୍ୟ ଭଲ ହୋଇଯିବ। ଆଚ୍ଛା, ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।